ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୋର ଯାହା ବି ଇଚ୍ଛା ଥିଲା ସେ ଇଚ୍ଛାକୁ ମୁଁ ଗୁରୁ ପୂର୍ଣ୍ଣିମା ଦିନ ନିଶ୍ଚୟ ପୂର୍ଣ୍ଣ କରିବି। ତୁ ଖାଲି ମୋ ନାମକୁ ପ୍ରତ୍ୟେକ ଦିନ ତୁମ ନାମକୁ ସବୁବେଳେ ସ୍ମରଣ କର। ସାଇ 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 ସାଇ। କିନ୍ତୁ ମୋର ସବୁ ଭକ୍ତମାନେ କହିବେ, ସେଇ ସାଇ ସାଇ ଡାକରେ କ'ଣ ଅଛି? କିଛି ଭକ୍ତମାନେ କହିବେ, ସମସ୍ତେ ନୁହଁ। ସନ୍ତାନ, ଥରେ ସାଇ ସାଇ ଡାକିକି ତ ଦେଖ, ତାପରେ ତୁମେ ନିଜେ ଜାଣିପାରିବ। ତୁମର ଯାହା ବି କାମ ଇଚ୍ଛା ହେଉନି କରିବା ପାଇଁ, ତୁମକୁ ସବୁବେଳେ ଅଳସୁଆ ଲାଗୁଛି, ଦେଖିବ ସେ ଅଳସୁଆ ବହୁତ ଜଲ୍ଦି ଦୂର ହେଇଯିବ। ତମ ମନ ଶାନ୍ତ ଆଉ ସ୍ଥିର ହେଇଯିବ। ଗୋଟେ କଥାକୁ ତୁମେ ବାରମ୍ବାର ଭାବୁଛ, ଚିନ୍ତା କରୁଛ, ଚିଡ଼ି ଯାଉଛ, ସାଙ୍ଗେ ସାଙ୍ଗେ କ୍ରୋଧ ବି ଆସିଯାଉଛି। ତୁମେ ମୋ ନାମକୁ ସ୍ମରଣ କର, ସେ କ୍ରୋଧ ବି ତୁମର ଆଉ ରହିବନି। ସନ୍ତାନ, ମଣିଷ ଜୀବନରେ ଟଙ୍କା ପଇସା ଯେତିକି ଜରୁରୀ, ମଣିଷ ଜୀବନରେ ଶାନ୍ତି ବି ସେତିକି ଜରୁରୀ। ସନ୍ତାନ, ସେଥିଲାଗି ମଣିଷ ଜୀବନରେ ଆଗେ ଶାନ୍ତି ଦରକାର। ତୁମେ ଯାହା ବି ଖାଅ, ଯାହା ବି ପିନ୍ଧ, କିନ୍ତୁ ସବୁଥିରେ ଶାନ୍ତି ଦରକାର। ଯଦି ଭଲ ପିନ୍ଧୁଛ, ଭଲ ଖାଉଛ, ସେଥିରେ ଶାନ୍ତି ନାହିଁ କି ଖୁସି ନାହିଁ, ସେ ଜୀବନର ମୂଲ୍ୟ ବି କିଛି ନାହିଁ। ସନ୍ତାନ, ଖୁସିରେ ରହିବାକୁ ଚାହୁଁଛ ଯଦି ମୋ ନାମକୁ ତୁମେ ସ୍ମରଣ କର। ସାଇ 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 ସାଇ, ରାମ ରାମ ସାଇ ରାମ, ରାମ ରାମ ସାଇ ରାମ। ମୋ ନାମକୁ ସବୁବେଳେ ସ୍ମରଣ କର। ମୋର କିଛି ସନ୍ତାନମାନେ ଭାବୁଛନ୍ତି ତାଙ୍କର କାମ ମୁଁ ଆଉ କରିବିନି। ସେମାନେ କହୁଛନ୍ତି, ବାବା ମୋତେ ତୁମ ପାଖକୁ ନେଇଯାଅ, ମୁଁ ଏ କଷ୍ଟ ଆଉ ସହିପାରିବିନି। ସନ୍ତାନ, ମୋ କଷ୍ଟ ତୁମେ ଜାଣିଥିବ। ସନ୍ତାନ, ମୁଁ ସବୁ କଷ୍ଟ ସହିକି ଆଗକୁ ବଢ଼ିଛି, ଆଉ ମୋ ସନ୍ତାନମାନଙ୍କୁ ମୁଁ ସବୁବେଳେ ଚାହୁଁଛି ମୋ ସନ୍ତାନମାନେ ବି ଆଗକୁ ବଢ଼ନ୍ତୁ। ତୁମେ ଭାଙ୍ଗି ପଡ଼ନି। ସନ୍ତାନ, ମୁଁ ତୁମକୁ କଥା ଦେଇଥିଲି, ତୁମେ ମୋ ହାତକୁ ତୁମ ହାତରେ ରଖିଦିଅ। ଦେଖିବ ମୁଁ ତୁମର ସମସ୍ତ ଇଚ୍ଛା ପୂର୍ଣ୍ଣ କରିବି। ଥରେ ଶପଥ କରିକି ଦେଖ। ସନ୍ତାନ, ମୁଁ ସବୁବେଳେ କହିଛି, ମୋର ଶିରଡ଼ି ମାଟିରେ ଯିଏ ପାଦ ଦେବ, ମୁଁ ତାର ସମସ୍ତ ମନସ୍କାମନା ପୂର୍ଣ୍ଣ କରିବି। ତୁମେ ତୁମର ସମସ୍ତ ଭାରକୁ ମୋ କାନ୍ଧରେ ଦେଇଦିଅ, ମୁଁ ନିଶ୍ଚୟ ବହନ କରିବି। ତୁମେ ଯଦି ମୋତେ ନିଃସ୍ୱାର୍ଥପର ଭାବରେ ଡାକିବ, ମୁଁ 7 ସମୁଦ୍ର 13 ନଈ ଡେଇଁକି ତୁମ ପାଖକୁ ପଳେଇ ଆସିବି। ସନ୍ତାନ, ଜମା ଚିନ୍ତା କରନି, ଭାବନି ଯେ ତୁମର କେହି ନାହାନ୍ତି, ତୁମେ ଅସହାୟ ହେଇଯାଇଛ। ମୁଁ ଅଛି। ସନ୍ତାନ, ମୁଁ କେବେ ବି ମୋ ସନ୍ତାନମାନଙ୍କୁ ଅସହାୟ ହେବାକୁ ଦେବିନି। ସେଥିଲାଗି ନିରନ୍ତର ମୋ ନାମକୁ ସ୍ମରଣ କରିବା ସାଙ୍ଗେ ସାଙ୍ଗେ ମୋର 9 ଦୀପ ବି ଜାଳ, ମୋର ସାଇ ସଚରିତ୍ର ପାଠ କର। କେଉଁଠିକି ଯିବାକୁ ପଡ଼ିବନି। ସନ୍ତାନ, ବିନା ପଇସାରେ ତୁମର ସବୁ କାର୍ଯ୍ୟ ମୁଁ ପୂର୍ଣ୍ଣ କରିବି। କାହିଁକି ବ୍ୟସ୍ତ ହେଇଯାଉଛ? ସନ୍ତାନ, ମଣିଷ ଜୀବନ ପାଇଛ, ଦୁଃଖ କଷ୍ଟ ଲାଗିକି ରହିବ। ଭଗବାନ ତୁମକୁ ଏ ପୃଥିବୀକୁ ଆଣିଛନ୍ତି, ତୁମ ନିଜ ଇଚ୍ଛାରେ ଆସିନ। ସନ୍ତାନ, ସେଥିଲାଗି ତୁମର ଭଲ ମନ୍ଦର ଚିନ୍ତା ବି ସେ କରୁଛନ୍ତି। ତୁମେ ଖାଲି ତୁମ କର୍ମକୁ ଠିକ୍ ଭାବରେ କରିଚାଲ, ଦେଖିବ ଭଗବାନ ତୁମକୁ ନିଶ୍ଚୟ ରକ୍ଷା କରିବେ। ସବୁବେଳେ ଈଶ୍ୱର ତୁମ ସାଙ୍ଗରେ ଅଛନ୍ତି ଆଉ ରହିବେ। ମୋ ଆଶୀର୍ବାଦ ସବୁବେଳେ ତୁମ ଉପରେ ଅଛି। ଖୁସି ଆନନ୍ଦରେ ରୁହ। ଓମ୍ ସାଇରାମ।